समस्त को प्रेज लॉर्ड नमस्कार मु तव्यस आपण देखुछन्ते जे पीउडी आपण समस्त को जे पीउडी चैनल रे स्वागत करे ए वीडियो को शेष पर्यंत देखंतु आउ आमानकर जने भाई वीडियो बनै छन्ते पार्ट 4 जदि आपण पार्ट 1 पार्ट 2 पार्ट 3 देखि नांते तबे आत्मिक यात्रा चैनल को जाइके देखंतु ଏହା ହେଉଛି ମିଶନ ମାଇଚିଆ ବୋଲି ଲେଖାଯାଇଛି ଥମ୍ବନେଲରେ। ପୁଣି 3 ଜଣ ଲୋକଙ୍କୁ ରଖାଯାଇଅଛି। ଲାଇ 3 ଜଣ ଲୋକ କିଏ ଆମେମାନେ ଭଲରେ ଜାଣିବା। ତେବେ ଆସନ୍ତୁ ଏହି ଭିଡ଼ିଓକୁ ଆମମାନେ ଡେରି ନ କରି ଷ୍ଟାର୍ଟ କରିବା। ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ମଧ୍ୟ ଶେଷ ପର୍ଯ୍ୟନ୍ତ ଦେଖିବି, ଏନ୍ଜୟ କରିବା। ଓକେ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ମିଶନ ମାଇଚିଆ ଚତୁର୍ଥ ଭାଗ। ଆଚ୍ଛା, ଆଉ ଯଦି ଆପଣ ପୂର୍ବ ପାର୍ଟ 1 ପାର୍ଟ 2 3 ଯଦି ଦେଖିନାହାନ୍ତି ତେବେ ଏଇ ଚ୍ୟାନେଲକୁ ଯାଇ ଦେଖିପାରିବେ। ଓକେ ଓକେ ଆଉ ସେଠି ଆମେ କିଭଳି ଭାବରେ ନକଲି ମାଇଚିଆ ଧର୍ମ ରକ୍ଷକ ମାନଙ୍କୁ ଧୋଇଛୁ ଆପଣ ଦେଖିପାରିବେ। ଆଚ୍ଛା, ନକଲି ମାଇଚିଆ। ଆଉ ମୁଁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ହିଁ କହିଦେଉଛି, ବିଶେଷ କରି ନାଲି ଗାମୁଛା, ତପି ମିଶ୍ର ମାନେ ଯେଉଁମାନେ ବି ଖ୍ରୀଷ୍ଟିଆନ ବିରୋଧୀ ଅଛନ୍ତି, ମତେ ଡରେଇବା ପାଇଁ ବିଲକୁଲ ଚେଷ୍ଟା କରିବ ନାହିଁ। ଆଚ୍ଛା, ଧ୍ୟାନ ଦେବ। କାରଣ ତୁମ ଭଳିଆ ନକଲି ଧର୍ମ ରକ୍ଷକ ମାନଙ୍କୁ ମୁଁ ଭୟ କରେନି, ମୁଁ କାହାକୁ ବୋପାକୁ ମୁଁ ଡରେନି। ଆଚ୍ଛା, ଏଇଟା ମନେ ରଖିଥାଅ। ତେଣୁ ଏଇ ଭିଡ଼ିଓ ଦେଖିଲା ପରେ ମତେ ଡରିବା ପାଇଁ ବୃଥା ଚେଷ୍ଟା କରିବ ନାହିଁ। ଓକେ, କାରଣ ହଉ ମୁଁ ଡରିବି ହଉ, ନାହିଁ ତୁମମାନଙ୍କୁ। ଓକେ ଓକେ, ଏଇଟା ମନେ ରଖିଥାଅ। ଚାଲନ୍ତୁ ଆମେ ଆରମ୍ଭ କରିବା। କଣ ମାଇଚିଆ ମାନେ ରେଡି ତ? ରେଡି ଅଛନ୍ତି? ଆଚ୍ଛା, ନାଲି ଗାମୁଛା। ନାଲି ଗାମୁଛା ନାଇଁ? ତେବେ ବନ୍ଧୁଗଣ, ଏଇଭଳି ମାଇଚିଆ ବା ଆପଣ ଏମାନଙ୍କୁ ଛକା ବା ହିଞ୍ଜଡ଼ା ବୋଲି ବି କହିପାରିବେ। ଆଚ୍ଛା, ଏମାନେ ଖାଲି ସୋସିଆଲ ମିଡିଆରେ ଭୁକିବା ଜାଣିଛନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ଧର୍ମ ରକ୍ଷାର ସମୟ ଆସେ ଆଉ ଏମାନେ ମୂଷା ପରି ଗାତ ଭିତରେ ଏମାନେ ଲୁଚିଥାନ୍ତି। ଆଚ୍ଛା, ମୂଷା ସବୁ କିଛି କହି ବନ୍ଧୁଗଣ, ଏମାନଙ୍କ ପ୍ରକୃତ ପରିଚୟ କଣ ଆଉ ଏମାନଙ୍କର ଔକାତ କେତେ ସବୁ କିଛି ଜଣେଇବି ଏଇ ଭିଡ଼ିଓରେ। ଓକେ ଓକେ, ତେଣୁ ଭିଡ଼ିଓକୁ ଦେଖୁଥାନ୍ତୁ, ଜଲ୍ଦି ଜଣାନ୍ତୁ। ତେବେ ଆପଣ ଭାବୁଥିବେ ଏମାନଙ୍କୁ ମୁଁ କୁକୁର ବୋଲି କାହିଁ କହୁଛି, କୁହନ୍ତୁ। ଆଉ ଏମାନେ କୁକୁର ବୋଲି ମୁଁ କାହିଁ କହୁଛି, ଏହାର ଜବାବ ମୁଁ ପୂର୍ବ ପ୍ରଥମ ଓ ଦ୍ୱିତୀୟ ପାର୍ଟରେ ମୁଁ କହିସାରିଛି। ଆଚ୍ଛା, ତଥାପି ଆଜି ବି କହିବି। ଆଉ ଏଇଭଳି ସନାତନୀ ମାଇଚିଆ ମାନଙ୍କ ବିଷୟରେ ଯେତେ ବି ଭିଡ଼ିଓ ତିଆରି କରାଯିବ ସବୁ ଏପିସୋଡରେ ଏମାନଙ୍କୁ କୁକୁରର ଆଖ୍ୟା ଏମିତି ଦିଆଯାଉଥିବ। ଆଚ୍ଛା, ଏମାନେ ସାମାନ୍ୟ କୁକୁର ନୁହନ୍ତି, ଏମାନେ ଆମ ଖ୍ରୀଷ୍ଟିଆନ ମାନଙ୍କ ଅଇଁଠା ଚଟା କୁକୁର ମାନେ। କେମିତି? ଆପଣ ଯଦି ପ୍ରଶ୍ନ ପଚାରେ କେମିତି, ତେବେ ଶୁଣନ୍ତୁ। ଆପଣ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ସେଫ୍ଟି ପିନ୍ ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁ କିଛି ଖ୍ରୀଷ୍ଟିଆନ ମାନେ ତିଆରି କରିଛନ୍ତି। ଆଚ୍ଛା, ଖ୍ରୀଷ୍ଟିଆନ ମାନଙ୍କର ହାତ ଅଛି। ଆଉ ଏମାନେ ସବୁ କିଛି ଖ୍ରୀଷ୍ଟିଆନ ମାନଙ୍କର ବ୍ୟବହାର କରୁଛନ୍ତି। ଆପଣ ମୋବାଇଲ କୁହନ୍ତୁ, ୟୁଟ୍ୟୁବ କୁହନ୍ତୁ, ଯୋଉଟା ଆପଣ ଦେଖୁଛନ୍ତି, ଟିଭି, ରେଡିଓ, ମୋବାଇଲରେ ଯେତେ ବି ଆପ୍ଲିକେସନ ଅଛି ଆଉ ଅଧିକାଂଶ ଆପ୍ଲିକେସନ, ଆଉ ତାପରେ ଦେଖନ୍ତୁ ସ୍କୁଲ, କଲେଜ, ସିନେମା ହଲ୍, AK-47 ଗନ୍, ପ୍ୟାଣ୍ଟ, ସାର୍ଟ। ପ୍ରିୟ ବନ୍ଧୁଗଣ, ମୁଁ ଯୋଉ ବର୍ଣ୍ଣନା କରିବି ଏତେ ଗୁଡ଼ାଏ ତା ଲିଷ୍ଟ ହେବ ଆଉ ଭିଡ଼ିଓ ବହୁତ ଲମ୍ବା ହେବ। ମାନେ ଆପଣ ଯାହା ଦେଖୁଛନ୍ତି, ଯାହା ବି ଆଜିକାଲିର ମଣିଷ ବ୍ୟବହାର କରୁଛି, ସବୁ ତିଆରି କରିବା ବା ଉଦ୍ଭାବନ ଆବିଷ୍କାର କରିବା ପଛରେ ଖ୍ରୀଷ୍ଟିଆନ ମାନଙ୍କର ହାତ ରହିଅଛି। ଆଚ୍ଛା, ଆଉ ସବୁ ତ ଏମାନେ ଖ୍ରୀଷ୍ଟିଆନ ମାନଙ୍କର ଚାକିଲେ। ତେବେ ଏମାନେ ଖ୍ରୀଷ୍ଟିଆନ ମାନଙ୍କର ଅଇଁଠା ସଟା କୁକୁର ନୁହଁ ତ ଆଉ କଣ? ଆଚ୍ଛା, ଆଉ ଏମାନେ ମିକ୍ସ ବୀର୍ଯ୍ୟର ସୃଷ୍ଟି। କଣ କହୁଛ? ମିକ୍ସ ବୀର୍ଯ୍ୟ କଲେ ଆପଣ ଜାଣିଛନ୍ତି କେମିତି? ଦେଖନ୍ତୁ, ଏମାନେ ନିଜ ବାପାର ବୀର୍ଯ୍ୟରେ ଏମାନେ ଜନ୍ମ ହେଇନାହାନ୍ତି। ଆଚ୍ଛା, ଅତି କମରେ 14-15ଟା ପାଗଳ କୁକୁର ଏମାନଙ୍କର ମା ସହିତ ସମ୍ଭୋଗ କଲା ପରେ ଏମାନେ ଜନ୍ମ ହେଇଛନ୍ତି। ସେଥିପାଇଁ ତ ଖ୍ରୀଷ୍ଟିଆନ ମାନଙ୍କର ଖାଇ ପାଗଳ କୁକୁର ପରେ ଖ୍ରୀଷ୍ଟିଆନ ମାନଙ୍କୁ କାମୁଡ଼ିବା ପାଇଁ ଭୁକି ହଉଛନ୍ତି। ପାଗଳ କୁକୁର ତ ଭୁକେ ନାହିଁ, କାମୁଡ଼େ ନାହିଁ କି? ମିକ୍ସ ବୀର୍ଯ୍ୟରୁ ଜନ୍ମ ହେଇଥିବା ଏହିପରି ଆହୁରି ଅନେକ ଅଛନ୍ତି ଖ୍ରୀଷ୍ଟିଆନ ବିରୋଧୀ ମାନେ। ଆଉ ସମସ୍ତଙ୍କ ଫଟୋ ଥମ୍ବନେଲରେ ଧରିବ ନାହିଁ।
ଆଚ୍ଛା କିନ୍ତୁ ଆଗାମୀ ଦିନ ମାନଙ୍କରେ ଅନ୍ୟମାନଙ୍କୁ ଭଲ ବି ଆମେ ମାନେ ଦେବା। ଆଚ୍ଛା ମିକ୍ସ ବୀଜ କହିଲେ ଆପଣ କଣ ବୁଝୁଛନ୍ତି? ଅଧା ଏମାନଙ୍କର ମା ମାନଙ୍କର ବୀଜ ଆଉ ଅଧା 14-15ଟା ପାଗଳ କୁକୁର ମାନଙ୍କର ବୀଜ। ଆଚ୍ଛା ଏମାନେ ଗୋଟେ ପ୍ରକାର ମିକ୍ସର ଆପଣ ଜାଣିଛନ୍ତି ମିକ୍ସର ଯେ ମିଶାଇଛି। ଆଉ ଏମାନଙ୍କର ଭଗବାନ ମାନଙ୍କୁ ଟିକେ ଦେଖନ୍ତୁ, କିଏ ଅଧା ମାଙ୍କଡ ଅଧା ମଣିଷ, କିଏ ଅଧା ହାତୀ ଅଧା ମଣିଷ, କିଏ ଅଧା ମାଛ ଅଧା ମଣିଷ, କିଏ ଅଧା ଘୁଷୁରୀ ଅଧା ମଣିଷ, କିଏ ଅଧା ସିଂହ ଅଧା ମଣିଷ। ଆଉ ଏମାନେ ହଉଛନ୍ତି 33 କୋଟି ବୀର୍ଯ୍ୟ ମିଶାଣ 14-15ଟି ପାଗଳ କୁକୁର ମାନଙ୍କ ବୀର୍ଯ୍ୟରୁ ତିଆରି। ଜାରଜ ମାନେ ଏମାନେ ତାମାନେ ଏମାନେ କେମିତି ହେଇଥିବେ? ଆରେ ଭାଇ, ଜାରଜ ନୁହେଁ ତ ଆଉ କଣ? ଏମାନେ ସବୁ ଗୋଟେ ବାପରୁ ଜନ୍ମ ହେଇଥିଲେ ସିନା ହେଇଥାନ୍ତା, ଏମାନେ ପୁରା ମିକ୍ସ ବୀର୍ଯ୍ୟରୁ ତିଆରି। ଆଉ ଏମାନଙ୍କୁ ଜାରଜ କୁହାଯିବ ନା ତ ଆଉ କଣ କୁହାଯିବ ଏମାନଙ୍କୁ? ଏବେ ଆମେ ଡାଇରେକ୍ଟ ଏମାନଙ୍କ ସହିତ କଥା ହେବା, ଚାଲନ୍ତୁ। କଣ ରେ ନାଲି ଗାମୁଛା, ମାଇଚିଆ କୋଠି କର, ତୁ ଧର୍ମ ରକ୍ଷକ ତୁଇ? ଯଦି ତୁ ଧର୍ମ ରକ୍ଷକ, ତେବେ ବିଦେଶକୁ ଯାଇ ଆମ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ବଞ୍ଚା। ସେଠି କାହାକୁ ଜଳେଇ ଦିଆ ହଉଛି, କାହାକୁ ଗୁଳି କରି ଦିଆ ହଉଛି। ଆଉ ବିଦେଶରେ ତ ତୁମର ଯୋଉ ଜୟ ଶ୍ରୀରାମ ଯୋଉ ପତାକା ଅଛି, ତାକୁ ପୁରା ସୋସିଆଲ ମିଡିଆରେ ପୁରା ଦେଖେଇଛନ୍ତି ଫାଡି ଦେଇକି ପୁରା ବତା ଭଳିଆ। କଣ କରୁଛି ରେ ମାଇଚିଆ, ହଇରେ ମାରିଚିଆ, ଜାରଜ ନାଲି ଗାମୁଛା, କୋଉଠି ଲୁଚିକି ରେ କୋଉଠି? ଆଉ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଆଉ ଯୀଶୁଙ୍କ ବିରୁଦ୍ଧରେ ବକ ବକ ହେବା ବନ୍ଦ କର, ଆଉ ଯାଇ ଧର୍ମ ରକ୍ଷା କର। ତୁ କହୁଛୁ ପରା ଆମେ ଧର୍ମ ରକ୍ଷକ, କରୁନୁ ଧର୍ମ ରକ୍ଷା ବିଦେଶକୁ ଯାଇକି। ମାଇଚିଆ ପରେ ଲୁଚିଛୁ କାହିଁକି ରେ? କାହିଁକି ଲୁଚିକି ରେ ମାଇଚିଆ ପରେ? ବାଂଲାଦେଶରେ ତମ ହିନ୍ଦୁ ମାନଙ୍କୁ କଣ କରାହଉଛି? ଜଳେଇ ଦିଆହଉଛି। କଣ କରୁଛୁ ରେ ମାଇଚିଆ ନାଲି ଗାମୁଛା? ଆମେରିକା କହିଲାନି ସବୁ ହିନ୍ଦୁ ମାନେ ବାହାରି ଯାଅ, ତୁ କଣ କରୁଛୁ ଏଠି ଧର୍ମ ରକ୍ଷକ, ନକଲି ଧର୍ମ ରକ୍ଷକ ମାଇଚିଆ ନାଲି ଗାମୁଛା? କାନାଡାରେ ହିନ୍ଦୁ ମାନଙ୍କୁ ଗୁଳି କରାହଉଛି, କଣ କରୁଛୁ ତୁଇ? ଇଣ୍ଡୋନେସିଆରେ ଯେମିତି ମୁଁ କହିଲି, ତମ ହିନ୍ଦୁ ପତାକାକୁ ଫାଡି ଦିଆଯାଉଛି, ତା ପୁଣି ସୋସିଆଲ ମିଡିଆ ସାମ୍ନାରେ ଖୋଲମ ଖୋଲା। କଣ କରୁଛୁ ରେ ନାଲି ଗାମୁଛା ମାଇଚିଆ କୋଠିକାର? ଯଦି ତୁ ସତରେ ଗୋଟିଏ ବାପର ସନ୍ତାନ ହେଇଥିବୁ ନା, ବିଦେଶ ଯାଇକି ସେଠି ତ ମର୍ଦାଙ୍ଗି ଟିକେ ଦେଖେଇବୁ। ଆଉ ମୁଁ ଜାଣିଛି ତୁ ପାରିବୁନି, କାରଣ ମାଇଚିଆ ମାନଙ୍କର ଏତେ ଔକାତ ନାହିଁ, ସେମାନେ ବିଦେଶକୁ ଯାଇ ନିଜର ଦମକୁ ଦେଖେଇବେ। ଆଚ୍ଛା ମତେ ତ ଆଶ୍ଚର୍ଯ୍ୟ ଲାଗୁଛି, ତୁ ମାଇଚିଆ ହେଇକି କେମିତି ଜନ୍ମ ହେଲୁ? ମିକ୍ସ ବୀଜରୁ ତିଆରି ହେଲା ପରେ ବି ତୁ ମାଇଚିଆ କେମିତି ହେଲୁ ରେ? ନକଲି ଧର୍ମ ରକ୍ଷକ କୋଠିକାର, ଜାରଜ କୋଠିକାର। ଆଉ 33 କୋଟି ଜଣ ମିଶି ତୋ ମା କୁ ସମ୍ଭୋଗ କଲେ, ତାପରେ 14-15ଟା ପାଗଳ କୁକୁର ମିଶିକି ତୋ ମା କୁ ସମ୍ଭୋଗ କଲେ। ଏତେ ଜଣ ତୋ ମା କୁ ସମ୍ଭୋଗ କଲା ପରେ ତୁ ମର୍ଦ ହେଇକି ଟିକେ ହେଲେ ଜନ୍ମ ହେଇଥାନ୍ତୁ। ଛି ଛି ରେ ମାଇଚିଆ। ଯଦି ତୁ ନିଜକୁ ମର୍ଦ ବୋଲି ଭାବୁଛୁ, ବିଦେଶ ଯାଇକି ହିନ୍ଦୁ ଧର୍ମକୁ ବଞ୍ଚା। ଆଉ ଯଦି ଚାହୁଁଛୁ ଡିବେଟ କରିବା ପାଇଁ, ତେବେ କହ, ଥରେ ସାମ୍ନା ସାମ୍ନି ହେଇଯାଉ। ପ୍ରିୟ ବନ୍ଧୁଗଣ, ୟାକୁ ଆମେ ଡିବେଟ ପାଇଁ ଚ୍ୟାଲେଞ୍ଜ ଦେଇଥିଲୁ, କିନ୍ତୁ ଇଏ ଏପର୍ଯ୍ୟନ୍ତ ଡିବେଟ ଚ୍ୟାଲେଞ୍ଜକୁ ଗ୍ରହଣ କରିନି କି କୌଣସି ରିପ୍ଲାଏ ବି ଆମର ଦେଇନି। ଆଉ ଦ୍ୱିତୀୟ ମିକ୍ସ ବୀର୍ଯ୍ୟର ତିଆରି ଜାରଜ ହଉଛି ତପି ମିଶ୍ର। ଆଚ୍ଛା ହଇରେ ତପି ମିଶ୍ର, ଲାଗୁଛି ତୁ ତ ବାପାର ବୀର୍ଯ୍ୟର ନୁହେଁ। ଆଚ୍ଛା ଆଉ ତୋ ମା କୁ ବି 33 କୋଟି ଜଣ ମିଶି ସମ୍ଭୋଗ କରିଛନ୍ତି, ଆଉ ତା ସହିତ ପାଗଳ କୁକୁର କେତେଟା ମିଶିକି ସମ୍ଭୋଗ କଲା ପରେ ତୁ ବି ଜନ୍ମ ହେଇଛୁ। ଆଚ୍ଛା ଏମିତି ସେମିତି ନୁହେଁ, ଧର୍ମ ରକ୍ଷକ ଦେଖେଇ ଯାଉଛୁ। ଯା ବିଦେଶକୁ ଯାଇ ଧର୍ମ ରକ୍ଷା କର। ଭାରତରେ ହିନ୍ଦୁ ମାନଙ୍କର ସଂଖ୍ୟା ହଉଛି 90%, ଆଉ ଖ୍ରୀଷ୍ଟିଆନ ମାନଙ୍କର 5%। ଖ୍ରୀଷ୍ଟିଆନ ମାନେ ହଉଛନ୍ତି 5%। ସେଥିପାଇଁ ଯେହେତୁ ହିନ୍ଦୁ ମାନଙ୍କର ସଂଖ୍ୟା ଅଧିକ, ଖାଲି ଭୁକି ହଉଛୁ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ। ଆଚ୍ଛା
कमजोर में ଆଉ फायदा ଥରେ उठा रहा है। ବିଦେଶ ଯାଇକି ଥରେ ଦେଖ ନା, ସେଠି ଯାଇକି ଭୋକି ହନା ଦେଖିବା। ତୋର ଯୋଉ ଏଇ ଯୋଉ ବଡି ଯୋଉ ରଖିଛୁ ନାଇଁ କି, ବଡିକୁ ପୁରା ବତା ଫାଲା ଭଳିଆ ଫାଡ଼ିଦେବେ ଏଠି। ଥରେ ବିଦେଶ ଯାଇକି ଦେଖେ, बुझी जा तपी मिश्र ସେଠି ବିରୋଧ କରିକି ଦେଖେ, ତାପରେ ଜାଣିବ। ଆଉ କଥାରେ ଅଛି, अपनी गली में कुत्ता शेर होता है। ये सही बात ମାନେ है। ନିଜ ଗଳିରେ କୁକୁର ବି ଭାବେ ମୁଁ ହଉଛି ଗୋଟେ ସିଂହ ବୋଲି। ତୁ ହଉଛି ସେଇ କୁକୁର, ଗଳିର କୁକୁର। ଭାବୁଛୁ ତୁ ଗୋଟେ ସିଂହ ବୋଲି। ଥରେ ବିଦେଶ ଯାଇକି ଦେଖେ, ଆଉ ଦମ ଅଛି ଯଦି ବିଦେଶ ଯା। ଆଉ 3 ନମ୍ବରରେ ମାଇଚିଆ ଅଶୋକ। ୟାକୁ ଆମେ 2-3 ଥର ଏକ୍ସପୋଜ କରିସାରିଛୁ ଏଇ ଚ୍ୟାନେଲ ମାଧ୍ୟମରେ। ଆଉ ୟାକୁ ଡିବେଟ କରିବା ପାଇଁ ଆମେ ହିଁ ବାଧ୍ୟ କରିଥିଲୁ। ଆଉ ବାଧ୍ୟ ହେଇକି ଡିବେଟକୁ ଆସିଲା ଏବଂ ଡିବେଟ ଅଧାରୁ ମାଇ କୁକୁର ଉପରେ ଲାଙ୍ଗୁଡ଼ ଜାକିକି ପଳେଇଲା। ହଇରେ ମାଇଚିଆ ଅଶୋକ କୋଠିକାର। ଆଉ ଯଦି ଆପଣ ସେଇ ଡିବେଟ ଦେଖିବାକୁ ଚାହୁଁଛନ୍ତି, ତେବେ ଜେପି ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲକୁ ଯାଇକି ଆପଣ ଦେଖିପାରିବେ। ଆଉ ମାଇଚିଆ ଅଶୋକ, ମୁଁ ଆଗରୁ ବି ତତେ କହିଥିଲି, ଏବେ ବି କହୁଛି, ତୋ ମାକୁ ତୋ ବାପା ସମ୍ଭବ କରିନି। ତୋ ମାକୁ 33 କୋଟି ଜଣ ମିଶିକି, ତା ସହିତ ଇଂରେଜ ମାନେ, ତା ସହିତ 50-60ଟା ପାଗଳ କୁକୁର ମିଶିକି ମାନେ ତତେ ଜନ୍ମ କରିଛନ୍ତି। ମାନେ ତୁ ବି ଗୋଟେ ମିକ୍ସ ବୀର୍ଯ୍ୟରୁ ତୁ ତିଆରି। ये क्या सुनना पड़ रहा है। ପ୍ରିୟ ବନ୍ଧୁ କଣ, ଆଜି ପାଇଁ ଏତିକି। ଭିଡ଼ିଓକୁ ପ୍ରବଳ ମାତ୍ରାରେ ସେୟାର କରନ୍ତୁ। ଆଉ ଏଇ ମାଇଚିଆ ମାନେ ଏମିତି ଏକ୍ସପୋଜ ହେବା ଦରକାର। ଆଉ ଗୋଟେ କଥା ମୁଁ କହି ରଖୁଅଛି, ମୋ ବିରୁଦ୍ଧରେ ଯେତେ ଭିଡ଼ିଓ କଲେ ବି ମୋ ଉପରେ କୌଣସି ଫରକ ପଡ଼ିବ ନାହିଁ। तो ଯୀଶୁ ବିରୋଧୀ ମାନଙ୍କୁ ଆଜି କ'ଣ ଶୁଣିବାକୁ ପଡ଼ିଲା, ମୁଁ ଫାର୍ଷ୍ଟ ଟାଇମ୍ ଶୁଣିଲି। ତ ମୁଁ ଚାହିଁଲି ଆପଣଙ୍କ ସମ୍ମୁଖରେ ମୁଁ ମଧ୍ୟ ଶୁଣେଇବି, ଆପଣ ମଧ୍ୟ ଶୁଣନ୍ତୁ। ତ ଭିଡ଼ିଓ କେମିତି ଲାଗିଲା ଆପଣଙ୍କର ମତାମତ ଲେଖି ଜଣେଇବେ। ଆଉ ଏମାନେ ଏହା ଶୁଣିବାର ଲାଇକ୍ ଅଟନ୍ତି। ଏମାନଙ୍କୁ କେତେ ବୁଝେଇଲେ ବୁଝିବେ ନାହିଁ, କାହିଁକିନା ଏମାନେ ମଣିଷ ନୁହନ୍ତି। ସେ ଭାଇ ଯାହା କହୁଥିଲେ ତାହା ଏମାନେ ମଣିଷ ହେଇଥିଲେ ଠିକ୍ ବୁଝିଥାନ୍ତା, କିନ୍ତୁ ଏମାନେ ବୁଝିବେ ନାହିଁ। ଯୀଶୁ ବିରୁଦ୍ଧରେ, ଖ୍ରୀଷ୍ଟିଆନ ବିରୁଦ୍ଧରେ ସଦାବେଳେ ହଉଥିବେ। ତ ଆଜି ମୁଁ ଭିଡ଼ିଓ ଦେଖିଲି, ବହୁତ ହସ ଲାଗିଲା। ମୁଁ ଚାହିଁଲି ଆପଣଙ୍କୁ ଦେଖାଇବା ପାଇଁ। ତ ଭିଡ଼ିଓକୁ ସେୟାର କରିବେ, ନେକ୍ସଟ ଭିଡ଼ିଓ ପାଇଁ ସବସ୍କ୍ରାଇବ୍ କରିବେ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।